जय श्री राम। नमस्कार दर्शक बंधु, कौन आपण माने जानिछंती कि आम प्रकृति कोलरे एमिति एक गछ अछि जहा आयुर्वेदर अमृत वरदान बोली कुहा जाए। गछटी हेउछि बासंग गछ। थंडा, काश, अर्श, जर, व्रण पाई एवं ଏହା କୌଣସି ବରଦାନ ଠାରୁ କମ୍ ନୁହେଁ। ବହୁତ ରୋଗକୁ ମୂଳରୁ ଶେଷ କରିଥାଏ। ବାସଙ୍ଗ ଗଛର ମୂଳ, ପତ୍ର, ଚେର, ରସ କେମିତି ବ୍ୟବହାର କରିବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଏହି ଭିଡ଼ିଓ ଆପଣଙ୍କ ଏବଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀରେ ଏହାକୁ ଅଡୁସା ବାସା କହିଥାନ୍ତି, ବଙ୍ଗଳାରେ ବାସକ, ସଂସ୍କୃତରେ ବାସା, ବୈଦ୍ୟମାତା, ଅଟୁରକ୍ଷକ, ବାଜି ଦନ୍ତକ। ପରିଚୟ: ଏହା ଏକ ବଡ଼ ବୃକ୍ଷ, ଉଚ୍ଚତା ପ୍ରାୟ 5 ରୁ 6 ଫୁଟ ହୋଇଥାଏ। ଗାଁ ଗହଳିରେ ଏହି ଗଛ ବାଡ଼ ରୂପରେ ବ୍ୟବହାର କରାଯାଏ। ଏହାର ଫୁଲର ରଙ୍ଗ ଧଳା, ଆଉ ଏକ ରଙ୍ଗ ଦେଖିବାକୁ ମିଳିଥାଏ, ତାହା ହେଉଛି ତମ୍ବା ରଙ୍ଗର ଏବଂ ଏହାର ପତ୍ର ବର୍ଷ ସାରା ସବୁଜ ରହିଥାଏ। ଏବେ ଜାଣିବା ବିଭିନ୍ନ ପ୍ରକାର ରୋଗ ଉପଶମ ପ୍ରଣାଳୀ ନିମନ୍ତେ। ଶ୍ୱାସ ରୋଗ: ବାସଙ୍ଗ ପତ୍ରର ତାଜା ରସ ମହୁ ସହିତ ମିଶାଇ ଦିନକୁ 2 ଥର ସେବନ କରିବେ। ବଡ଼ମାନଙ୍କ ପାଇଁ 2 ରୁ 4 ଚାମଚ ଏବଂ ଛୋଟ ପିଲାମାନଙ୍କ ପାଇଁ 1 ରୁ 2 ଚାମଚ ମାତ୍ରାରେ ଖାଇଲେ ଶ୍ୱାସ ଯନ୍ତ୍ରଣା ନିଶ୍ଚୟ ଭଲ ହୋଇଥାଏ। ଶୁଖିଲା କାଶ: ବାସଙ୍ଗ ପତ୍ରର ତାଜା ରସ 3 ଚାମଚ ସହିତ 1 ଚାମଚ ଘିଅ ଓ ଚିନି 1 ଚାମଚ ମିଶାଯାଏ। ଏହାକୁ ଦିନକୁ 2 ଥର ହିସାବରେ ସେବନ କଲେ ଏବଂ ଏହା ସହିତ ଉଷୁମ ପାଣିରେ ଦିନକୁ 3-4 ଥର କୁଳି କଲେ ଶୁଖିଲା କାଶ ଭଲ ହୋଇଥାଏ। ଦାନ୍ତ ରୋଗ: ବାସଙ୍ଗ ପତ୍ରକୁ ଶୁଖାଇ ଗୁଣ୍ଡ କରିଦେବେ। ସେହି ଗୁଣ୍ଡକୁ ନିୟମିତ ଭାବେ ଦାନ୍ତରେ ଘଷିଲେ ଦାନ୍ତ ମଜବୁତ ହୋଇଥାଏ, ଦାନ୍ତର ସବୁ ପ୍ରକାର ରୋଗ ଭଲ ହୋଇଥାଏ ଏବଂ ଦାନ୍ତ ମାଢ଼ିରୁ ରକ୍ତ ପଡ଼ିବା ମଧ୍ୟ ବନ୍ଦ ହୋଇଥାଏ। ସ୍ୱରଭଙ୍ଗ: ବାସଙ୍ଗ ପତ୍ର ରସ 1 ଚାମଚରେ 1 ଚାମଚ ମହୁ ମିଶାଇ 5 ରୁ 7 ଦିନ ଧରି ସେବନ କଲେ କାଶ ଭଲ ହୁଏ। ତା ସହିତ ତଣ୍ଟି ପଡ଼ିଯାଇଥିବା ସ୍ୱର ଭଙ୍ଗ ହୋଇଥିଲେ ମଧ୍ୟ ରୋଗୀ ପୂର୍ବ ସ୍ୱର ଫେରି ଆସିଥାଏ। ଅର୍ଶ ରୋଗ: ବାସଙ୍ଗ ପତ୍ର ରସ 1 ଚାମଚ, ଚନ୍ଦନ ଘୋରା 1 ଚାମଚ ମିଶାଇ 7 ରୁ 8 ଦିନ ଧରି ସେବନ କଲେ ଅର୍ଶ ରୋଗ ଭଲ ହୋଇଥାଏ, ରକ୍ତ ପଡ଼ିବା ମଧ୍ୟ ବନ୍ଦ ହୋଇଥାଏ। 10 ରୁ 15 ଦିନ ବ୍ୟବଧାନରେ ଔଷଧ ପୁନରାବୃତ୍ତି କରିପାରିବେ। ଆଜ୍ଞାବାତ ଅର୍ଥେ: ବାସଙ୍ଗ ପତ୍ରର କ୍ୱାଥ କରି ସେଥିରେ ଫୁଲା ସ୍ଥାନ ମାନଙ୍କରେ ବାମ୍ଫ ଦେବେ। ଏହି ପ୍ରଣାଳୀକୁ ଦିନକୁ 2 ଥର କରି 2 ରୁ 4 ଦିନ ପର୍ଯ୍ୟନ୍ତ ରୋଗୀକୁ ଚିକିତ୍ସା କଲେ ଫୁଲିଥିବା ସ୍ଥାନ ସ୍ୱାଭାବିକ ଅବସ୍ଥାକୁ ଫେରି ଆସେ ଏବଂ ଦେହରେ କଣ୍ଡୁ ମଧ୍ୟ ସରିଯାଇଥାଏ। କର୍ଣ୍ଣ ଏବଂ ନାସାରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ। ବାସଙ୍ଗ ପତ୍ର ରସ 1 ଟୋପା କରି ନାସାରନ୍ଧ୍ରରେ ଦିନକୁ ଥରେ ଲେଖାଏଁ ପକାଇଲେ 5 ରୁ 6 ଦିନ ପର୍ଯ୍ୟନ୍ତ ପକାଇଲେ ରୋଗୀର ରକ୍ତସ୍ରାବ ବନ୍ଦ ହୋଇଥାଏ ଏବଂ ଆଖି ପରିଷ୍କାର ହୋଇଥାଏ। ପିନସ୍ ରୋଗ ମଧ୍ୟ ଉପଶମ ହୋଇଯାଇଥାଏ। ବ୍ୟଥା ଉପଶମ: ବାସଙ୍ଗ ପତ୍ର ପେଖି ସେଥିରୁ 1 ରୁ 4 ମିଲି ରସ ବାହାର କରନ୍ତୁ। ରାଶି ତେଲ କିମ୍ବା ସୋରିଷ ତେଲ ସମାନ ଅନୁପାତରେ ନେଇ ତାଙ୍କୁ ଫୁଟାନ୍ତୁ। ଯେତେବେଳେ ଏହି ମିଶ୍ରଣ ଫୁଟି ଫୁଟି 200 ମିଲି ରହିବ, ତାକୁ କାଚ ବୋତଲରେ ରଖିବେ। ଏହି ତୈଳକୁ ଆଘାତ ସ୍ଥାନରେ ଘଷିଲେ ରୋଗୀ ଉପଶମ ହୋଇଥାଏ। 4 ରୁ 5 ଦିନ ଠାରୁ 8 ରୁ 10 ଦିନ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ। ବ୍ରଣ: ବାସଙ୍ଗ ପତ୍ରକୁ ଚିକଣ କରି ବାଟି ଆରମ୍ଭ ହେଉଥିବା ବ୍ରଣ ବା ବଥ ଉପରେ ଲେପ ଦେଲେ ବ୍ରଣ ଭଲ ହୋଇଥାଏ ଏବଂ ବଥ ବସିଯାଏ। ଏପରିକି ବହୁଦିନର ଘା ଧରି ଶୁଖୁ ନଥାଏ, ତାକୁ ଉଷୁମ ଲିମ୍ବ ପାଣିରେ ଧୋଇ ଘା ଉପରେ ବାସଙ୍ଗ ପତ୍ର ଗୁଣ୍ଡ ବା ପାଉଡର ପକାଇଲେ ଘା 4 ରୁ 5 ଦିନ ଭିତରେ ମଧ୍ୟ ଶୁଖିଯାଇଥାଏ। ଜ୍ୱର ହେଉଥିବା ରୋଗୀର ତୃଷ୍ଣା: ବାସଙ୍ଗ ପତ୍ରର କ୍ୱାଥ ଥରକୁ 2 ଚାମଚ କରି
ମହୁ 1 ଚାମଚ ଓ ଲେମ୍ବୁ ରସ 1 ଚାମଚ ମିଶାଇ ରୋଗୀକୁ ଦେଲେ 2 ରୁ 3 ଦିନ ମଧ୍ୟରେ ରୋଗୀ ଉପଶମ ପାଇଯାଇଥାଏ। ରକ୍ତପିତ୍ତ ରୋଗର୍ଥେ ବାସଙ୍ଗ ଗଛର ମୂଳ, କାଣ୍ଡ, ପତ୍ର, ଫୁଲ ସହ 25 ଗ୍ରାମ କ୍ୱାଥକୁ ନେଇ ଗୁଆ ଘିଅରେ ପାକ କରିବେ। ସପ୍ତାହରେ 2 ରୁ 4 ଥର ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରିଥାଏ। ଚର୍ମ ରୋଗ କଅଁଳିଆ ବାସଙ୍ଗ ପତ୍ରକୁ ଗୋମୂତ୍ରରେ ବାଟି ଲେପ ଦେଲେ 10 ରୁ 15 ଦିନ ଭିତରେ ରୋଗୀ ଆରୋଗ୍ୟ ଲାଭ କରିଥାଏ। ସୁଖ ପ୍ରସବାର୍ଥେ ବାସଙ୍ଗ ମୂଳକୁ କଟିରେ ବାନ୍ଧିବେ ଏବଂ ମୂଳକୁ ନାଭିରେ ଲେପନ କଲେ ସ୍ତ୍ରୀ ସୁବିଧାରେ ପ୍ରସବ ମଧ୍ୟ କରି ଦେଇଥାଏ। ଏହିପରି ଆୟୁର୍ବେଦିକ ଉପଚାର ଭିଡ଼ିଓ ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ମଧ୍ୟ କରନ୍ତୁ। ନୂଆ କରି ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନକୁ ଦବାନ୍ତୁ।